କଥାରେ ଅଛି ସବୁ ମାୟାରେ ବାୟା। ଏ ମାୟା କେତେ ଦୂର ସତ କେତେ ଦୂର ମିଛ। ଦେବର୍ଷି ନାରଦ କେମିତି ମାୟାରେ ପଡ଼ିଥିଲେ, ସେଥିରୁ ପୁଣି କେମିତି ଉଦ୍ଧାର ପାଇଲେ, ମାୟାରୁ ବଞ୍ଚିବାର ବାଟ କ'ଣ, ଏସବୁ ବିଷୟରେ ଆଜି ଆପଣମାନଙ୍କୁ ଗପ ଅମୃତରେ କହିବି। ଆସନ୍ତୁ ଦେଖିବା। ଲକ୍ଷ୍ମୀ ନାରାୟଣଙ୍କର ଆଳାପ ଚାଲିଛି ଅଳକାପୁରୀରେ। ଅତର୍କିତ ଭାବରେ ଦେବର୍ଷି ନାରଦ ପହଞ୍ଚିଗଲେ। ଦେଖିଲେ ଲକ୍ଷ୍ମୀନାରାୟଣଙ୍କର ଯୁଗଳ ମୂରତି। ଉଭୟେ ଖୁସି ଗପ ହେଉଛନ୍ତି। ନାରାୟଣ ନାରାୟଣ ନାରଦ କହିଲେ, ପ୍ରଭୁ, ସବୁଠି ଦେଖିଲି ସବୁ ମାୟାରେ ବାୟା। ବାୟା ନୁହେଁ କେବଳ ଏ ଦେବର୍ଷି ନାରଦ। ନାରଦଙ୍କ ମନରେ ଅହଙ୍କାର ଆସିଛି। ଜାଣିପାରିଲେ ନାରାୟଣ। ନାରାୟଣ ନାରଦକୁ କହିଲେ, କାଳ ବିଳମ୍ବ କରି ନଦୀକୁ ଯାଆନ୍ତୁ, ସ୍ନାନ କରି ଆସିବେ। ଲକ୍ଷ୍ମୀ ରୋଷେଇ ସାରିଛନ୍ତି। ସ୍ନାନ ସାରି ଆସିଲେ ଲକ୍ଷ୍ମୀ ଖାଦ୍ୟ ବାଢ଼ି ଦେବେ। ସାଙ୍ଗ ହୋଇ ଖାଇବା। ଲକ୍ଷ୍ମୀ ନାରଦଙ୍କୁ ନେଇ ତେଲ ଗିନା ଦେଲେ। ସାହାସ୍ୟ ବଦନରେ ନାରଦ ତେଲ ଗିନା ଧରି ନଦୀକୁ ସ୍ନାନ କରିବାକୁ ଗଲେ। ନାରାୟଣଙ୍କର ମାୟା। ନାରଦ ନଦୀ ତୁଠରେ ତେଲ ଗିନା ଧରି ପାଣିରେ ପ୍ରବେଶ କଲେ। ହଠାତ୍ ନାରାୟଣଙ୍କ ମାୟାରେ ନାରଦ ନଦୀ ମଧ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ। ନଦୀ ମଧ୍ୟରେ ସ୍ଥଳଭାଗ। ନାରଦ ପହଞ୍ଚିଲେ ଏକ ଶାନ୍ତ ପଲ୍ଲୀରେ। ଭୁଲିଗଲେ ନିଜକୁ, ନିଜର ପରିଚୟକୁ। ସେ କିଏ, କୁଆଡ଼େ ଆସିଛନ୍ତି, କିଛି ଜାଣିପାରିଲେ ନାହିଁ। ନିର୍ଜନ ନିସ୍ତବ୍ଧ ରାସ୍ତା। ସେହି ନିର୍ଜନ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥାଏ ଖୁବ୍ ସୁନ୍ଦର ଝିଅଟିଏ। ରାଜା ଝିଅଠାରୁ ଆହୁରି ସୁନ୍ଦର। ସତେକି ସରଗର ପରି। ସ୍ୱର୍ଗର ଉର୍ବଶୀ, ମେନକା ଆଦି ଇନ୍ଦ୍ରସଭାର ନର୍ତ୍ତକୀମାନଙ୍କଠାରୁ ଝିଅଟି ଅତ୍ୟନ୍ତ ସୁନ୍ଦର। ନାରଦ ଝିଅଟି ପଛରେ ଚାଲିଲେ। ଝିଅଟିର ସୁନ୍ଦର ରୂପରେ ମୁଗ୍ଧ ହୋଇ ନାରଦ ଝିଅଟିକୁ ବିବାହ କରିବାକୁ ଚାହିଁଲେ। ନାରଦ ଝିଅଟିକୁ ପଚାରିଲେ, କୁଆଡ଼େ ଯାଉଛ? ଝିଅଟି ପଛକୁ ଚାହିଁ ଦେଖିଲେ ନାରଦଙ୍କୁ। ଝିଅଟି ନାରଦଙ୍କୁ କହିଲା, କୁଆଡ଼େ ଯିବି ଯୋଗୀବର, ବେସାହାରା ଝିଅଟିଏ ମୁଁ। ଏ ଅଞ୍ଚଳରେ ଏକ ଅଜଣା ରୋଗ କାହୁଁ ଆସି ଏ ରୋଗରେ ଏ ଅଞ୍ଚଳର ସବୁ ଲୋକ ମରିଗଲେ। ମୋ ବାପା, ମା, ଭାଇ, ଭଉଣୀ ସମସ୍ତେ ମରିଗଲେ। ଏକା ରହିଗଲି ମୁଁ। ସମସ୍ତଙ୍କୁ ଆପଣାର କରି କାହାର ଆପଣାର ହୋଇପାରିଲି ନାହିଁ। ଏଇ ନିର୍ଜନ ଦ୍ୱୀପରେ ଏକୁଟିଆ ପଡ଼ି ରହିଛି। ନାରଦ କହିଲେ, ମୁଁ ଯଦି ତୁମକୁ ଆପଣାର କରେ? ଝିଅଟି କହିଲା, ଆପଣ? ହଁ, ଆପଣ ଜଣେ ସୁନ୍ଦର ଯୁବତୀ, ଆଉ ମୁଁ ଜଣେ ଯୁବକ, ନାରଦ କହିଲେ। ଝିଅଟି କହିଲା, ଆପଣ ଜଟାଜୁଟା ଧରି ସନ୍ନ୍ୟାସୀ ଭଳି ଜଣାପଡ଼ୁଛନ୍ତି। ଆପଣ କ'ଣ ସନ୍ନ୍ୟାସୀ? ନାରଦ କହିଲେ, ହଁ, ସନ୍ନ୍ୟାସୀ ଥିଲି, କିନ୍ତୁ ଏବେ ନାହିଁ। ଏବେ ମୁଁ ଜଣେ ସାଧାରଣ ମଣିଷ। ମୋ ନାଁ ଗାଁ ଠିକଣା ନାହିଁ। ତୁମ ଭଳି ମୁଁ ସମ୍ପୂର୍ଣ୍ଣ ଏକୁଟିଆ। ତୁମର ଯଦି ଆପତ୍ତି ନଥାଏ ତେବେ ଗୋଟିଏ କଥା କହିବି। ଝିଅଟି ପଚାରିଲା, ତେବେ କଥାଟି କ'ଣ କୁହ? ନାରଦ କହିଲେ, ମୁଁ ତୁମକୁ ବିବାହ କରିବାକୁ ଚାହେଁ। ନାରଦଙ୍କ କଥା ଶୁଣି ଝିଅଟି କହିଲା, ନୀଚ କୁଳରେ ମୋର ଜନ୍ମ, ଜାତିରେ ହାଡ଼ି। ହାଡ଼ିଆଣି ଝିଅ ପୁଣି ଜଣେ ଉଚ୍ଚ ଜାତିର ଜାତିଶ୍ରେଷ୍ଠ ବ୍ରାହ୍ମଣକୁ ବିବାହ କରିବା କଥା ମୋର ଆଦୌ ବିଶ୍ୱାସ ହେଉନାହିଁ। ସେଇ ବିଶ୍ୱାସ ପାଇଁ ଯାହା କହିବେ ମୁଁ ସବୁଥିରେ ଏକମତ, କହିଲେ ଦେବର୍ଷି ନାରଦ। ଝିଅଟି କହିଲା, ତେବେ ଶୁଣ, ପ୍ରଥମେ ଆପଣ ଆପଣଙ୍କର ଜଟାଜୁଟ କାଟି ଲଣ୍ଡା ହେବେ। ମୁହଁରେ ଯେଉଁ ଲମ୍ବା ଦାଢ଼ି ଅଛି ସେ ଦାଢ଼ିକୁ କାଟି ପରିଷ୍କାର କରିବେ। ନାରଦ କହିଲେ, ତାହା ହିଁ ହେବ। ଏହା ଅତି ସାଧାରଣ କଥା। ତାପରେ ଝିଅଟି କହିଲା, ତାପରେ ଇଏ ଗୈରିକ ବସ୍ତ୍ର ଆଜିଠାରୁ ପିନ୍ଧିବେ ନାହିଁ। ଏତିକି କରିଲେ ମୁଁ ତୁମକୁ ବିବାହ କରିପାରେ। ନାରଦ ଝିଅଟିର ସବୁ କଥାରେ ଏକମତ ହେଲେ। ତାପରେ ଝିଅଟି ନାରଦକୁ ନିଜ ଘରକୁ ଡାକିନେଲା। ଝିଅଟିର କଥା ଅନୁସାରେ ନାରଦ ଲଣ୍ଡା ହେଲେ। ଗେରୁଆ ବସ୍ତ୍ର ପିନ୍ଧିଲେ ନାହିଁ। ହାଡ଼ି ଝିଅକୁ ବିବାହ କରି ନାରଦ ସଂସାର ବନ୍ଧନରେ ବାନ୍ଧି ହୋଇଗଲେ। ୟା ମଧ୍ୟରେ 5 ବର୍ଷ ହୋଇଯାଇଛି। ନାରଦଙ୍କର 5 ବର୍ଷରେ 5ଗୋଟି ପୁଅ। ସ୍ତ୍ରୀ ପିଲାମାନଙ୍କର ଭରଣ ପୋଷଣର ଦାୟିତ୍ୱ ନାରଦଙ୍କ ମୁଣ୍ଡରେ। ନାରଦ ଚାଷବାସ କରନ୍ତି। ଦିନସାରା କଠିନ ପରିଶ୍ରମ କରନ୍ତି। ସବୁବେଳେ ବ୍ୟସ୍ତ। ମାୟାଧରଙ୍କର ମାୟା। ଲକ୍ଷ୍ମୀ ଓ ନାରାୟଣ ଦିବ୍ୟଚକ୍ଷୁରେ ଦେଖୁଥାନ୍ତି ନାରଦଙ୍କର କାମଧନ୍ଦା ଓ ବ୍ୟସ୍ତତାକୁ। ନାରଦଙ୍କୁ ମାୟାରେ ଡୁବାଇ ଏତେ ବ୍ୟସ୍ତ କରି ଲାଭ ନାହିଁ। ଚିନ୍ତା କଲେ ଚିନ୍ତାମଣି। ଲକ୍ଷ୍ମୀ କହିଲେ, ପ୍ରଭୁ, ନାରଦ ତୁମର ପରମ ଭକ୍ତ, ତେଣୁ ଆଉ ହଇରାଣ କର ନାହିଁ। ନାରାୟଣ କହିଲେ, ଠିକ୍ ଅଛି ଲକ୍ଷ୍ମୀ, ଏଥର ନାରଦଙ୍କୁ ମାୟାରୁ ଦୂରେଇ ନେବା। ହଠାତ୍ ଗୋଟିଏ ପରେ ଗୋଟିଏ ନାରଦଙ୍କର ପୁଅମାନେ
ଝାଡ଼ା ବାନ୍ତି ଜ୍ୱର ବାଧକରେ ମୃତ୍ୟୁବରଣ କଲେ। ନାରଦ ମୁଣ୍ଡ ବାଡ଼େଇ କେତେ କାନ୍ଦିଲେ। କରକପାଳରେ ହାତ ମାରି ଗରିବ ପଞ୍ଚାକ୍ଷର ଶ୍ରେଷ୍ଠ ଭଜନ କ'ଣ କରିବି କ'ଣ କରିବି କହି କେତେ ବ୍ୟସ୍ତ ହେଲେ। ନାରାୟଣ ନାରଦଙ୍କୁ ଆହୁରି ଅତିଷ୍ଠ କରିବା ପାଇଁ ଶେଷରେ ନାରଦଙ୍କ ସ୍ତ୍ରୀ ହାଡ଼ିଆଣୀ ଝିଅଟିର ମୃତ୍ୟୁ ହେଲା। ସୁନ୍ଦରୀ ସ୍ତ୍ରୀର ଏପରି ଅଚାନକ ମୃତ୍ୟୁ ଦେଖିବା କ୍ଷଣି ନାରଦ ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ। ପୁଅ ଗଲା, ସ୍ତ୍ରୀ ଗଲା, ଆଉ ଏ ଅଲୋଡ଼ା ଜୀବନକୁ ରଖିବି ନାହିଁ କହିଲେ ନାରଦ। ନାରଦ କହିଲେ, ଯାଉଛି ନଦୀର ଅଗଭୀର ଜଳରାଶିରେ ବୁଡ଼ି ଏ ଜୀବନ ହରାଇ ଦେବି। ଏହା ବିଚାର କରି ନାରଦ ନଦୀ ନିକଟକୁ ଧାଇଁଲେ। ନଦୀରେ ପଶିଲେ। ଆଣ୍ଠୁଏ ପାଣି, ପେଟେ ପାଣି, ଛାତିଏ ପାଣି, ବେକେ ପାଣି। ତାପରେ ନାରଦଙ୍କ ପାଟିରେ ପାଣି ପଶିଲା। ନାକ ବୁଡ଼ିଲା। ନାକ ବୁଡ଼ିଲା ବେଳେ ନାରଦଙ୍କ ପାଟିରୁ ବାହାରି ପଡ଼ିଲା, ନାରାୟଣ ନାରାୟଣ। ବାସ୍, ତାପରେ ନାରଦଙ୍କ ସାରା ଶରୀର ନଦୀର ପାଣିରେ ଡୁବିଗଲା। ପାଣି ଭିତରେ ଅଦୃଶ୍ୟ ହୋଇଗଲେ ନାରଦ। ସେତେବେଳେ ଦୃଶ୍ୟ ହେଲା ସେହି ନଦୀ ତୁଠ, ଯେଉଁ ନଦୀ ତୁଠରେ ନାରଦ ସ୍ନାନ କରିବାକୁ ଆସିଥିଲେ। ନଦୀ ତୁଠରେ ତେଲ ଗିନାଟି ସେହିପରି ଥୁଆ ହୋଇଛି। ନାରଦଙ୍କର ସବୁ ମନେ ପଡ଼ିଗଲା। ମନେ ପଡ଼ିଗଲା ଗତ କଥା ସବୁ। ଲକ୍ଷ୍ମୀ ତେଲ ଗିନା ଦେଇଥିଲେ। ସେ ନଦୀକୁ ସ୍ନାନ କରିବାକୁ ଆସିଥିଲେ। ସ୍ନାନ ସାରି ନାରାୟଣଙ୍କ ନିକଟରେ ପହଞ୍ଚିଥାନ୍ତେ। ସାଙ୍ଗ ହୋଇ ଖାଇଥାନ୍ତେ। କିନ୍ତୁ ତାଙ୍କର ଇଏ କ'ଣ ହେଲା? ସ୍ୱପ୍ନ ଭଳି ତାଙ୍କ ଜୀବନରେ କେତେ ବର୍ଷ କଟିଗଲା। କେତେ ଅଘଟଣ ଘଟିଗଲା। ଗୋଟି ଗୋଟି ସବୁ କଥା ମନେ ପକାଇଲେ। ନାରଦ ମନେ ମନେ ଲଜ୍ଜିତ ହେଲେ। ଗୋଟିଏ ମୁହୂର୍ତ୍ତ ମାୟାଧରଙ୍କ ମାୟାରେ ନାରଦଙ୍କର 5 ବର୍ଷ ଗତ ହୋଇଗଲା। ଘର ସଂସାର, 5ଟା ପୁଅ, କାମ ଧନ୍ଦା, ଦିନସାରା ଖଟଣି, ବସିବାକୁ ବିଶ୍ରାମ ନେବାକୁ ବେଳ ନଥିଲା। କେତେ କଥା। ଓଃ, ନାରଦ ଆଉ କିଛି ଭାବିପାରିଲେ ନାହିଁ। ଶୀଘ୍ର ଶୀଘ୍ର ସ୍ନାନ ସାରି ପାଦ ଗଣି ଗଣି ନାରାୟଣଙ୍କ ନିକଟରେ ପହଞ୍ଚିଗଲେ। ନାରାୟଣ ନାରାୟଣ। ନାରଦ ନାରାୟଣଙ୍କର ମୁଖମଣ୍ଡଳକୁ ଚାହିଁପାରିଲେ ନାହିଁ। ନାରାୟଣ କହିଲେ, କ'ଣ ହୋଇଛି ଦେବର୍ଷି? ମୁଣ୍ଡ ନୁଆଇ ଠିଆ ହୋଇ ରହିଲ ଯେ? ନାରଦ କହିଲେ, ପ୍ରଭୁ, ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ। ଆପଣଙ୍କ ମାୟା ସମସ୍ତଙ୍କୁ ଲାଗିଛି। ସେଥିପାଇଁ ଆପଣଙ୍କର ଅନ୍ୟ ନାମ ମାୟାଧର। ମୋର ଅହଙ୍କାର ଚୂର୍ଣ୍ଣ ହୋଇଛି। ସତରେ ପ୍ରଭୁ, ସବୁ ମାୟାରେ ବାୟା। ତାପରେ ନାରଦ ନାରାୟଣ ଏକାଠି ଖାଇ ବସିଲେ। ଲକ୍ଷ୍ମୀ ଅନ୍ନ ପରଷିଦେଲେ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ଅସଂଶୟଂ ମହାବାହୋ ମନୋ ଦୁର୍ନିଗ୍ରହଂ ଚଲଂ ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତେ। ଏହାର ଅର୍ଥ ହେଉଛି, ହେ ମହାବାହୁ ଅର୍ଜୁନ, ନିଃସନ୍ଦେହରେ ମନକୁ ବଶ କରିବା ବହୁତ କଠିନ, କାହିଁକିନା ମନ ଚଞ୍ଚଳ। କିନ୍ତୁ ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ତାକୁ ଆମେ ରୋକିପାରିବା। ବନ୍ଧୁଗଣ, ମାୟାର ବାସ ହେଉଛି ଆମରଇ ମନ। ତେଣୁ ମନ ଭିତରେ ଥିବା ମାୟାରୁ ଆମେ ଯଦି ମୁକ୍ତି ପାଇବାକୁ ଚାହିଁବା, ତାହାହେଲେ ମନକୁ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ତେଣୁ ପ୍ରଥମ ଉପାୟ ହେଉଛି ଶିକ୍ଷା ଦୀକ୍ଷା। ଏହାଦ୍ୱାରା ଆମେ ସତ୍ୟର ଅନୁଭବ କରିପାରିବା, ପ୍ରକୃତ ଜ୍ଞାନର ଅନୁଭବ କରିପାରିବା। କେଉଁଠି କଳ୍ପନା, କେଉଁଠି ମିଥ୍ୟା ବା କ୍ଷଣସ୍ଥାୟୀ ଏବଂ ସଚ୍ଚିଦାନନ୍ଦ ପରଂବ୍ରହ୍ମ ଯେ ଚିରସ୍ଥାୟୀ, ଏକଥା ଆମେ ଜାଣିପାରିବା। ମାୟାକୁ ଚିହ୍ନିବାକୁ ପଡ଼ିବ। ଯଦି ଆମେ କୌଣସି ଅଭ୍ୟାସକୁ ଆବଶ୍ୟକତାଠାରୁ ଅଧିକ ଆପଣେଇବା କିମ୍ବା ସେହି ଅଭ୍ୟାସରେ ଆବଶ୍ୟକତାଠାରୁ ଅଧିକ ବୁଡ଼ି ରହିବା, ତାହାହେଲେ ତାକୁ ମାୟା କୁହାଯିବ। ଭୋଗବିଳାସ ଭଗବାନ ମନୁଷ୍ୟ ପାଇଁ ସୃଷ୍ଟି କରିଛନ୍ତି। କିନ୍ତୁ ଯଦି ଆମେ ଭୋଗବିଳାସରେ ମଗ୍ନ ରହିବା ଏବଂ ନିଜର କର୍ତ୍ତବ୍ୟ ଅର୍ଥାତ୍ ଆମର ଯେଉଁ ପରମ ଉଦ୍ଦେଶ୍ୟ ରହିଛି ତାକୁ ଯଦି ଭୁଲିଯିବା, ତାହାହେଲେ ତାହାକୁ ମାୟା କୁହାଯିବ। ତେଣୁ ଏହାଦ୍ୱାରା ଆମେ ମାୟାକୁ ଚିହ୍ନି ପାରିବା। ମାୟାକୁ ଚିହ୍ନିଲେ ହିଁ ସେଥିରୁ ଧୀରେ ଧୀରେ ଆମେ ଦୂରେଇ ପାରିବା। ଏହା ହେଉଛି ଦ୍ୱିତୀୟ ବାଟ। ତୃତୀୟ ବାଟ ହେଉଛି ଅଭ୍ୟାସ। ଯେକୌଣସି କାର୍ଯ୍ୟକୁ ଆମେ ଯଦି ଭଲ ଭାବରେ ଅଭ୍ୟାସ କରିବା ଏବଂ ମାୟାଠାରୁ ଦୂରେଇ ରହିବା ପାଇଁ ଅର୍ଥାତ୍ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଏସବୁଥିରେ ବୁଡ଼ିଥିବା ମନ ଏବଂ ବାରମ୍ବାର ବୁଡ଼ୁଥିବା ମନକୁ ଯଦି ବାରମ୍ବାର ଆମେ ଟାଣି ଆଣିବା, ତାହାହେଲେ ଅଭ୍ୟାସ ଦ୍ୱାରା ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ, ଦୀର୍ଘକାଳ ପର୍ଯ୍ୟନ୍ତ ମନକୁ ପରମାନନ୍ଦଙ୍କଠାରେ ଲୀନ କରିପାରିବା। ତେଣୁ ଅଭ୍ୟାସ ହେଉଛି ତୃତୀୟ ବାଟ। ଚତୁର୍ଥ ଉପାୟ ହେଉଛି ନିଷ୍କାମ କର୍ମ, ଅର୍ଥାତ୍ ଯାହା ବି କର୍ମ ଆମେ କରୁଛେ ଯଦି ତାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା,
ସେଥିରୁ ଯେଉଁ ଫଳ ଆସିବ ସେ ଫଳ ଉପରେ ସମ୍ପୂର୍ଣ୍ଣ ଅଧିକାର ଆମେ ଆଶା ନ ରଖିବା, ଯାହାଦ୍ୱାରା ଆମର ପାପ ଏବଂ ପୁଣ୍ୟ ଦୁଇଟି ଯାକ ହିସାବକୁ ନିଆଯିବ ନାହିଁ ବା ଦୁଇଟି ଯାକର ଫଳ ଆମେ ଆଶା ରଖିବା ନାହିଁ, ଯାହାଦ୍ୱାରା ଆମେ ନିଷ୍କାମ କର୍ମ କରିବା ପୂର୍ବକ ଈଶ୍ୱରଙ୍କୁ ସମର୍ପିତ କରିବା ପୂର୍ବକ ମାୟାଠାରୁ ଦୂରେଇ ରହିପାରିବା ଏବଂ ନିଜର ଚେତନା ସ୍ତରକୁ ଧୀରେ ଧୀରେ ଜାଗ୍ରତ କରିପାରିବା। ପଞ୍ଚମ ବାଟ ହେଉଛି ବୈରାଗ୍ୟ, ଅର୍ଥାତ୍ କୌଣସି କାର୍ଯ୍ୟର ପରିଣାମରୁ ଯଦି ଆମ ମନରେ ବିରକ୍ତି ଭାବନା ଆସିବ, କୌଣସି ପ୍ରକାର ଅସନ୍ତୁଷ୍ଟି ବା ସମ୍ପୂର୍ଣ୍ଣ ଭୋଗବିଳାସ ଅନୁଭବ କରିସାରି ଯଦି ଆମେ ସନ୍ତୁଷ୍ଟ ହେବା, ତାହାହେଲେ ସେ କାର୍ଯ୍ୟ ପ୍ରତି ଆମ ମନରେ ବିରକ୍ତ ଭାବନା ପଳେଇ ଆସିବ। ସେ ଭୋଗବିଳାସକୁ ଆମେ ଆଉ ଖୋଜିବା ନାହିଁ। ତାହାହେଲେ ଆମ ମନରେ ବୈରାଗ୍ୟ ଭାବନା ସୃଷ୍ଟି ହେବ ଏବଂ ଆମ ଭୁଲରୁ ଆମେ ଶିକ୍ଷା ପାଇପାରିବା। କୌଣସି ନେଗେଟିଭ ଜିନିଷ ଛାଡ଼ିବା ପାଇଁ ହେଲେ କୌଣସି ପଜିଟିଭ ଜିନିଷ ଗ୍ରହଣ କରିବାକୁ ପଡ଼େ। ତେଣୁ ଯଦି ଆମେ ଭୋଗବିଳାସକୁ ତ୍ୟାଗ କରିବା, ତେବେ ଭଗବାନଙ୍କୁ ଆଧାର କଲେ ହିଁ ଆମର ତ୍ୟାଗରେ ଦୃଢ଼ତା ଆସିବ। ତେଣୁ ନିଜର କର୍ତ୍ତବ୍ୟରେ ଦୃଢ଼ତା ରଖିବା ହିଁ ଷଷ୍ଠ ବାଟ। ଏହା ସହିତ ଯଦି ଆମେ ଈଶ୍ୱରଙ୍କୁ ନିଜର ଆଧାର ମନେକରି ତାଙ୍କଠାରେ ନିଜର ଆତ୍ମାକୁ ଲଗାଇବା, ତାହେଲେ ଆମ ଭିତରେ ସ୍ଥିରତା ଆସିବ ଏବଂ ଆମେ ବାରମ୍ବାର ମାୟାରେ ପଡ଼ିବା ନାହିଁ।